ଜାତି ଇତିହାସ ଜାତିର ନିର୍ଝର ତହୁଁ ବହେ ସଦା ଜାତି ପ୍ରାଣଧାର। ସେ ଧାର ଅରୁଣିର ପିଛି ଜେନର ନିଶ୍ଚୟ ହେବ ସେ ଜାତି କର୍ମବୀର। ଗୋଟିଏ ଜାତିର ଇତିହାସ ସେ ଜାତିର ନିର୍ଝରିଣୀ। ପ୍ରତ୍ୟେକ ବ୍ୟକ୍ତି ନିଜ ଜାତିର ଇତିହାସ ଜାଣିବା ଅତ୍ୟନ୍ତ ଜରୁରୀ। ଆଜିର ଇତିହାସର ଏହି ଅଧ୍ୟାୟକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଏହି ଅଧ୍ୟାୟରେ ଆଲୋଚନା କରିବା ଆମର ଦେଶ, ଆମର ପ୍ରିୟ ମାତୃଭୂମି ଭାରତର ଇତିହାସ ବିଷୟରେ। ଆଜିର ଆଲୋଚନାର ବିଷୟବସ୍ତୁ ରହିଛି ଭାରତରେ ପରମ୍ପରା। ଆମ ଭାରତର ପରମ୍ପରା କ'ଣ ସେ ବିଷୟରେ ଆଜିର ଏହି ଅଧ୍ୟାୟରେ ଆଲୋଚନା କରିବା। ପିଲାମାନେ, ତୁମ ସମ୍ମୁଖରେ ଅଛି ଆମ ଭାରତ ମାତାର ମାନଚିତ୍ର। ତୁମେ ତାକୁ ଦେଖିପାରୁଛ। ଆଜି ଏହି ଅଧ୍ୟାୟରେ ଆମେ ଭାରତର ପରମ୍ପରା ବିଷୟରେ ଆଲୋଚନା କରିବା। ଏହା ସାମାଜିକ ପରମ୍ପରା ହୋଇପାରେ, ଧାର୍ମିକ ପରମ୍ପରା, ସାଂସ୍କୃତିକ ପରମ୍ପରା, ରାଜନୈତିକ ପରମ୍ପରା କିମ୍ବା ଅର୍ଥନୈତିକ ପରମ୍ପରା ହୋଇପାରେ। ଏହି ଅଧ୍ୟାୟରେ ଆମେ ସାମାଜିକ ପରମ୍ପରା ଓ ଧାର୍ମିକ ପରମ୍ପରା ବିଷୟରେ ଆଲୋଚନା କରିବା। ଏହାର ପରବର୍ତ୍ତୀ ଭାଗରେ ଆମେ ଅବଶିଷ୍ଟ 3ଗୋଟି ପରମ୍ପରା ବିଷୟରେ ଆଲୋଚନା କରିବା। ପିଲାମାନେ, ପ୍ରଶ୍ନ ଉଠେ, ଭାରତର ପରମ୍ପରା ଆଜିର ବିଷୟବସ୍ତୁ। ତାହେଲେ ପରମ୍ପରା କହିଲେ କ'ଣ ବୁଝାଯାଏ? ପରମ୍ପରା ହେଲା କୌଣସି ଜାତି, ସମ୍ପ୍ରଦାୟ, ଗୋଷ୍ଠୀ, ସମାଜ ଅଥବା ରାଷ୍ଟ୍ର ପୁରୁଷାନୁକ୍ରମରେ ଧାରାବାହିକ ଭାବରେ ପ୍ରଚଳିତ ସୁସ୍ଥ ଲୋକନୀତି, ସୁସ୍ଥ ଲୋକ ରୀତିନୀତି, ଧର୍ମ ବିଶ୍ୱାସ, ଜୀବନଧାରା ବା ଶୈଳୀ ଯାହାକୁ ପରବର୍ତ୍ତୀ ପିଢ଼ି ଗ୍ରହଣ କରି ସେହି ଅନୁସାରେ ପରିଚାଳିତ ହୋଇଥାନ୍ତି ତାକୁ ଆମେ ପରମ୍ପରା କହିବା। ଅର୍ଥାତ୍ ଯଦି ଆମେ ଯେଉଁଭଳି ଚଳୁଛେ, ଆମର ଭାଷା ହେଉ, ପୋଷାକ ହେଉ, ରୀତିନିୟମ ହେଉ, ବିଶ୍ୱାସ ହେଉ, ତାକୁ ଯଦି ଆମ ପରବର୍ତ୍ତୀ ପିଢ଼ି ଅନୁସରଣ କଲେ ତାହେଲେ ତାହା ତାଙ୍କ ପାଇଁ ପରମ୍ପରା ହେବ। ସୁସ୍ଥ ପରମ୍ପରା କୌଣସି ଉଗ୍ର ଧର୍ମାନ୍ଧତା ନୁହେଁ, କୁସଂସ୍କାର ନୁହେଁ, ଅନ୍ଧ ଅନୁକରଣ କିମ୍ବା ସଂକୀର୍ଣ୍ଣ ସାମ୍ପ୍ରଦାୟିକ ଉପରେ ଆଧାରିତ ହୋଇନପାରେ। ତୁମ ସମ୍ମୁଖରେ ପରମ୍ପରାର ଗୋଟିଏ ଛୋଟିଆ ନମୁନାଟିଏ ଅଛି। ସେଥିରୁ ତୁମେ ପରମ୍ପରା ଉପରେ କିଛି ଜ୍ଞାନ ଆହରଣ କରିପାରିବ। ସେ ଆମର ବିବାହ ହେଉ, ପର୍ବପର୍ବାଣୀ ହେଉ, ଯାନିଯାତ୍ରା ହେଉ, ଲୋକନୃତ୍ୟ ହେଉ, ସବୁକିଛି ଆମ ପରମ୍ପରାର ଅନ୍ତର୍ଗତ। ଆମ ଭାରତରେ ଉଚ୍ଚ ପରମ୍ପରା ରହିଛି, ଯାହାଫଳରେ ଭାରତରେ ଏକ ସୁସ୍ଥ ସମାଜ, ସଫଳ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ହୋଇପାରିଛି। ଭାରତରେ ଉଦାର ଧର୍ମଚେତନା, ଅନୁକରଣୀୟ ସଂସ୍କୃତି ଓ ଆଦର୍ଶ ଅର୍ଥନୀତି ପ୍ରତିଷ୍ଠିତ ହୋଇପାରିଛି। ଚାଲ ଆଜି ଆମେ ଏହି ଅଧ୍ୟାୟରେ ଭାରତର ପରମ୍ପରା ବିଷୟରେ ଆଲୋଚନା କରିବା। ପ୍ରଥମେ ଆଲୋଚନା କରିବା ସାମାଜିକ ପରମ୍ପରା, ଯାହା ଆମ ସମାଜ ସହିତ ଜଡ଼ିତ। ଏହି ସାମାଜିକ ପରମ୍ପରା ଭିତରେ 5ଗୋଟି ବିଭାଗ ରହିଛି। ଗୋଟିଏ ହେଲା ପରିବାର, ବିବାହ, ନୈତିକ ମୂଲ୍ୟବୋଧ, ନୈତିକ କର୍ତ୍ତବ୍ୟ, ପର୍ବପର୍ବାଣୀ ପାଳନ। ଏହି 5ଗୋଟି ପଏଣ୍ଟ ଆମର ସାମାଜିକ ପରମ୍ପରାର ଅନ୍ତର୍ଗତ। ଚାଲ ଆମେ କ୍ରମାନ୍ୱୟରେ ଆଲୋଚନା କରିବା ଏହି ସାମାଜିକ ପରମ୍ପରା ବିଷୟରେ। ପ୍ରଥମେ ହେଉଛି ପରିବାର। ତୁମେ ଜାଣିଛ, ତୁମେ ନିଶ୍ଚିନ୍ତ ଭାବରେ ପରିବାରରେ ବସବାସ କରୁଛ। ଏହି ପରିବାରରେ କିଏ କିଏ ସଦସ୍ୟ ଥାଆନ୍ତି? ବାପା, ମା, ଭାଇ, ଭଉଣୀ, ଦାଦା, ଖୁଡ଼ି, ଜେଜେବାପା, ଜେଜେମା, ଏମାନେ ସବୁ ରହିଥାନ୍ତି। ଚାଲ ଆମେ ଆଲୋଚନା କରିବା। ବୈଦିକ ଯୁଗରୁ ଭାରତରେ ଯୌଥ ପରିବାରର ପରମ୍ପରା ପ୍ରଚଳିତ ହୋଇ ଆସୁଛି। ଏହି ଯୌଥ ପରିବାର କହିଲେ ଯେଉଁ ପରିବାରରେ ବାପା ମା ରହିବେ, ଜେଜେବାପା, ଜେଜେମା, ଦାଦା, ଖୁଡ଼ି, ଭାଇ, ଭଉଣୀ ସମସ୍ତେ ଗୋଟିଏ ଛାତ ତଳେ ଖୁସିରେ ରହିବେ। ଏହି ପରିବାରରେ ସମ୍ପତ୍ତିରେ ଯେଉଁମାନେ ରୋଜଗାର କରୁଛନ୍ତି, ଯେଉଁମାନେ ମଧ୍ୟ ରୋଜଗାର କରୁନାହାନ୍ତି, ସମସ୍ତଙ୍କର ସମାନ ଭାଗ ରହିବ।
परिवार सदस्य मानकर समस्तंकर समान भाग संपत्ति पर रही थाए। यही आमर जो यौथ परिवार तार अन्य ना हेउची विस्तीर्ण परिवार। यौथ परिवार अन्य नाम है विस्तीर्ण परिवार। एथिरे अति कम रे दुईटी दंपति सेमानकर संतान रहिबे, ता सहित संतान मानक सहित एकत्र वास करिवे। पिता पुत्र किंबा माता कन्या तांकर जो संपर्कर विस्तारण ताकू आमे बुझिबा विस्तीर्ण परिवार। आम भारत रे एई परिवार उपरे अधिक गुरुत्व दिया जाइछि। सेतिपाई गोटे पद नाही पिला माने, वैकुंठ समान अटे सेही घर, स्नेह श्रद्धा जही थाए निरंतर। वास्तविक परिवार रे जदि परस्पर को आमे सम्मान जणैबा, आम भितर भल पाइबा थिबो, स्नेह श्रद्धा थिबो, ताहाले सेही परिवार गोटे वैकुंठ अर्थात भगवान विष्णुଙ୍କର बासस्थान जोड़ा कह जाए, ता तुलन में आम परिवार किछि कम हेब नाही। तेणु पिला माने आम परिवार रे आमे समस्त को सम्मान देवा, समस्त को भक्ति करवा, समस्त को भल पाइबा। ठीक सेही भली गोटे होची विवाह हेउची भारतर आउ गोटे सामाजिक परंपरा। तुम माने निश्चिंत दादा हुअंतु, मामू हुअंतु, माउसी हुअंतु, एमानंकर विवाह को तुमे जाइथिबो, ताले भारत रे विवाह को पति पत्नींकर एक पवित्र बंधन भाव रे ग्रहण करा जाइछि। संतान मानंग पई साथी खोजिबा पितामातांकर नैतिक कर्तव्य। आउ पितामातांकर एई पसंद को ग्रहण करिबा संतान मानंकर नैतिक कर्तव्य मध्य। पिला मानंग पई तांकर बापा माँ माने साथीटिए खोजिबे, ताकू सम्मान देबे पिला माने। किंतु केतेक क्षेत्र रे युवक युवती मानंकु निज पसंदर साथी बाछिया पाई मध्य स्वाधीनता दिया जाई थाए। आम भारत रे विभिन्न अंचल रे भिन्न भिन्न प्रकार विवाह पद्धति अनुष्ठित हेउछि। परंपरा रीतिनीति किंतु समान रहिबो। विभिन्न संप्रदाय रहिछंती, समस्तଙ୍କ भितरे अलग प्रकार विवाह होई थाए। तुमे निश्चिंत टीवी रे हेउ, चलचित्र रे हेउ, किंबा तुम समाज रे विभिन्न प्रथा विभिन्न प्रकार विवाह तुम देखिछ। आमर मंदिर रे विवाह हो, वेदी रे विवाह हो, किंबा एमिति आमर देखिबो ख्रिस्टियान मानकर विवाह अलगा, हिंदू मानकर विवाह अलगा। जो माने देखिबो आदिवासी भाई भौणी माने अछंती, सेमानंकर परंपरा अनुसार मध्य विवाह होई थाए। तेणु तुमे देखुछ गोटे फटोचित्र जहा भारत रे विभिन्न प्रकार विवाह को सूचाउछि। पिला माने एही विवाह को आमर गोटे नैतिक कर्तव्य एवं पवित्र संपर्क भाव रे विचार करा जाए। ठीक सेही भली नैतिक मूल्यबोध हेउछि आम भारतर गोटे सामाजिक परंपरा। कौन नैतिक मूल्यबोध? परिवार वरिष्ठ सदस्य को सम्मान देवा, सेमानंकर आदेश पालन करिबा, परिवार पूर्वपुरुष मान को स्मरण करी सम्मान देवा। आमर जेजेबापा हुअंतु, जेजेमा हुअंतु, अजा हुअंतु, आई हुअंतु, जदि से माने आरपारी को चली जाइछंदी किंबा तांकर पूर्वपुरुष आरपारी को चली जाइछंदी, तांकु आमे सम्मान देवा। यह होछि आमर नैतिक मूल्यबोध। ठीक सेही भली गुरुजन मानंकु भक्ति प्रदर्शन करिबा। आम भारतीय समाज गुरुजन मानंकु भक्ति प्रदर्शन करिबा सिखाई थाए। वरिष्ठ व्यक्ति मानंकर नाम को सम्मान सह संबोधन करिबा। उदाहरण आमे तुम पाखपाखी जो माने अछंती, तुम सीधे कई दादा, कई खुड़ी, कई मौसा, कई माउसी, जेजेबापा, जेजेमा एई भली नाम रे आमर पड़िशा घर हुअंतु किंबा आमर आखपाख हुअंतु किंबा आत्मीय स्वजन हुअंतु, तांकु आमे सम्मानर सहित संबोधन करिबा। तांको ना आमे धरिबा नाही, एमिति तांकु किछि उच्चारण करी कहिबानी जहा एई वरिष्ठ व्यक्ति मानंकर सम्मान हानि हेबो। एवं जेतेबेला आमे साक्षात हेबा नतमस्तक होई प्रणाम करिबा। पूरा नतमस्तक होई प्रणाम करिबो। तुम सामने रे गोटी अछि फोटोचित्र किपरि प्रणाम करा जाए, जहा आम भारतीय परंपरार गोटे अंश विशेष।
କଥାବାର୍ତ୍ତାରେ ଶାଳୀନତା ରହିବ, ନମ୍ରତା ରହିବ, ଭଦ୍ରତା ରହିବା ଦରକାର। ଆମ ଭାରତୀୟମାନେ ଏହି ଶାଳୀନତା, ନମ୍ରତା ଓ ଭଦ୍ରତା ଉପରେ ଗୁରୁତ୍ୱ ଦେଇଥାନ୍ତି। କେବଳ ସେତିକି ନୁହେଁ, ଦୟା, ଦାନ, ସେବା, ସ୍ନେହ, କ୍ଷମା, ଏ ଯେଉଁ ମୂଲ୍ୟବୋଧ ଗୁଡ଼ିକ ଭାରତର ପରମ୍ପରାଗତ। ଏହି ପରମ୍ପରାରେ ଆମର ପିତାମାତାଙ୍କୁ ସମ୍ମାନ ଦେବାକୁ ମଧ୍ୟ କୁହାଯାଇଥାଏ। ପିଲାମାନେ କେବେ ହେଲେ ତୁମେ ତୁମର ନିଜର ପିତାମାତାଙ୍କୁ ଅସମ୍ମାନ କରିବ ନାହିଁ। ଗୋଟିଏ ଛୋଟିଆ ପଦ ନାହିଁ, ପିତାମାତା ଠାରୁ ବଡ଼ ଦେବତା କେ ସରଗରାଇ ଯେ ନାହିଁ, ତାଙ୍କରି ଆଶିଷ ସହାୟକା ସିନା ବିପଦୁ ତରିବା ପାଇଁ। ପ୍ରକୃତରେ ପିତାମାତାଙ୍କ ଠାରୁ ବଡ଼ ଦେବତା ଏ ଦୁନିଆରେ ତୁମେ କେଉଁଠି ପାଇବ ନାହିଁ। ତେଣୁ ପିତାମାତାଙ୍କୁ ସମ୍ମାନ ଦେବା, ଭକ୍ତି କରିବାକୁ ଆମ ଭାରତୀୟ ସମାଜ ଶିଖାଇଥାଏ। ଠିକ୍ ସେହିଭଳି ଗୋଟିଏ କର୍ତ୍ତବ୍ୟ ଅଛି, ନୈତିକ କର୍ତ୍ତବ୍ୟ। ସେହି ନୈତିକ କର୍ତ୍ତବ୍ୟ କ'ଣ? ଚାଲ ଆମେ ଟିକେ ଆଲୋଚନା କରିବା। ଏହି ନୈତିକ କର୍ତ୍ତବ୍ୟ ସନ୍ତାନର ଉପଯୁକ୍ତ ଲାଳନ ପାଳନ, ଶିକ୍ଷା, ସଂସ୍କାର, ସଂସାର ଗଠନ ପରିବାରରେ ପିତାମାତାଙ୍କର ନୈତିକ କର୍ତ୍ତବ୍ୟ। ପିତାମାତାମାନେ ପିଲାମାନଙ୍କର ଲାଳନ ପାଳନ କରିବେ, ସେମାନେ କିପରି ଉତ୍ତମ ଶିକ୍ଷା ଗ୍ରହଣ କରିପାରିବେ, ତାଙ୍କର କିପରି ସଂସ୍କାର ଭଲ ହୋଇପାରିବ ଏବଂ ସଂସାର ଗଠନ କିପରି କରିବେ ସେମାନେ, ଏଥିପାଇଁ ବାପା ମା' ମାନେ ତାଙ୍କର ଏହି ନୈତିକ କର୍ତ୍ତବ୍ୟକୁ ସୁଚାରୁ ରୂପେ ତୁଲାଇଥାନ୍ତି। କେବଳ ସେତିକି ନୁହେଁ, ପରିବାରରେ ବୟସ୍କ ବ୍ୟକ୍ତିମାନଙ୍କୁ ସମ୍ମାନ, ପିତାମାତାଙ୍କର ସେବା ଯତ୍ନ କରିବା ସନ୍ତାନମାନଙ୍କ ଓ ଅନ୍ୟ କନିଷ୍ଠ ସଦସ୍ୟଙ୍କର କର୍ତ୍ତବ୍ୟ। ଆମେ ଘରେ ସାନ ଅଛେ, ଆମଠାରୁ ବଡ଼ ଅଛନ୍ତି, ବାପା, ମା', ଜେଜେବାପା, ଜେଜେମା, ଦାଦା, ଖୁଡ଼ି, ଏମାନେ ସମସ୍ତେ ଅଛନ୍ତି। ତାଙ୍କୁ ସମ୍ମାନ କରିବା ଆମର କର୍ତ୍ତବ୍ୟ। ବାରମ୍ବାର ଆମ ଭାରତୀୟ ସମାଜ ବୟସ୍କମାନଙ୍କୁ, ଆମର ବୟୋଜ୍ୟେଷ୍ଠମାନଙ୍କୁ ସମ୍ମାନ କରିବା ଶିଖାଇଥାଏ ଏବଂ ପିତାମାତାଙ୍କର ସେବା ଯତ୍ନ କରିବାକୁ ଆମର ଭାରତୀୟ ସମାଜ ଶିଖାଇଥାଏ। ଗୋଟେ ସଂସ୍କୃତରେ ଗୋଟେ ଶ୍ଲୋକ ଅଛି, ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ ପିତରି ପିତିମା ପନ୍ନେ ପ୍ରିୟନ୍ତେ ସର୍ବଦେବତା। ତେଣୁ ଆମର ବାପାଙ୍କୁ, ମାଆଙ୍କୁ, ବୟସ୍କ ବୟୋଜ୍ୟେଷ୍ଠମାନଙ୍କୁ କେବେ ହେଲେ ହତାଦର କରିବା ନାହିଁ। ପିଲାମାନେ, ତୁମ ସମ୍ମୁଖରେ ଗୋଟିଏ ଫଟୋଚିତ୍ର ଅଛି, ଦେଖ। ଅତିଥି ଦେବୋ ଭବ। ଅତିଥିଙ୍କୁ ଆମ ଭାରତୀୟ ସମାଜ ଭଗବାନ ବୋଲି ସମ୍ମାନ କରିଥାଏ। ତୁମେ ତୁମ ଘରକୁ ଯିଏ ଆସନ୍ତି ଅତିଥି, ଆମେ ଯେଉଁଟା କହିପାରିବା କୁଣିଆ, ତାଙ୍କୁ ତୁମେ ବହୁତ ସମ୍ମାନ ଦିଅ, ତାଙ୍କର ଆଦର ସତ୍କାର କର। ଏହି ଅତିଥି ଭଗବାନଙ୍କର ସ୍ୱରୂପ ବୋଲି ଆମର ଭାରତୀୟ ସମାଜ ଶିଖାଇଥାଏ। ଯେଉଁ ବିଦେଶୀ ପର୍ଯ୍ୟଟକମାନେ ତୁମ ଅଞ୍ଚଳରେ ଥିବା ଯେଉଁ ଆମର ପର୍ଯ୍ୟଟନ ସ୍ଥଳୀକୁ ଆସିଛନ୍ତି, ତାଙ୍କୁ ମଧ୍ୟ ଆମେ ଉପଯୁକ୍ତ ସମ୍ମାନ ଦେବା। ଏହା ହିଁ ଅତିଥି ଦେବ ଭବ, ଯାହାକି ଆମ ଭାରତୀୟ ସଂସ୍କୃତି ଆମକୁ ଶିଖାଇଥାଏ, ଯାହା ହେଉଛି ଭାରତୀୟ ପରମ୍ପରାର ଗୋଟିଏ ଉଦାହରଣ। ଅତିଥି ଦେବୋ ଭବ, ତାହା ବିଶ୍ୱର ଅନ୍ୟ କୌଣସି ଦେଶରେ ଦେଖିବାକୁ ବିରଳ। ଠିକ୍ ସେହିଭଳି ଆମ ଭାରତୀୟ ସମାଜରେ ନାରୀମାନଙ୍କୁ ଉପଯୁକ୍ତ ସ୍ଥାନ ଦିଆଯାଏ, ସମ୍ମାନ ଦିଆଯାଏ। ରେସ୍ପେକ୍ଟ ଓମେନ୍। ବୈଦିକ ଯୁଗରୁ ଗାର୍ଗୀ, ଲୋପାମୁଦ୍ରା, ବିଶ୍ୱଭାରା, ଘୋଷା ଇତ୍ୟାଦି ବିଦୁଷୀମାନଙ୍କୁ ସମ୍ମାନ ଦିଆଯାଉଥିଲା। ଆମ ପରିବାରରେ ଯଦି କୌଣସି ସମସ୍ୟା ଆସିଥାଏ କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥାଏ, ତାହେଲେ ମଧ୍ୟ ମାଆଙ୍କୁ, ଜେଜେମାଆଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଥାଏ। ଆମ ଭାରତୀୟ ସମାଜ ନାରୀମାନଙ୍କୁ କେବେ ହେଲେ ଅସମ୍ମାନ କରିବା ଶିଖିନାହିଁ। ଯେଉଁଥିପାଇଁ କି ଆମର ବିଭିନ୍ନ ଦୁର୍ଗା ପୂଜା ହୁଏ ଏବଂ ନାରୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ତାଙ୍କର ସମ୍ମାନ ପାଇଁ ବିଭିନ୍ନ ପ୍ରକାର ପର୍ବପର୍ବାଣି ମଧ୍ୟ ଆମ ଭାରତୀୟ ସମାଜରେ ପାଳନ କରାଯାଏ। ଧାର୍ମିକ ରୀତିନୀତି ଅନୁସାରେ
ମୃତ ବ୍ୟକ୍ତିର ଶବର ଅନ୍त्यେଷ୍ଟିକ୍ରିୟା ସମ୍ପାଦନ କରିବା ଆମର ଭାରତର ଗୋଟିଏ ପରମ୍ପରା। ଧାର୍ମିକ ରୀତିନୀତି ଉଦାହରଣ ମୁଁ ହେଉଛି ଗୋଟିଏ ହିନ୍ଦୁ, ମୋ ଧର୍ମର ରୀତିନୀତି କହୁଛି ମୋତେ ଶବଦାହ କରାଯିବ, କିମ୍ବା ମାଟି ତଳ ସମାଧି ଦିଆଯିବ, କିମ୍ବା ମୋତେ କବର ଦିଆଯିବ, ତାହେଲେ ମୋ ଧାର୍ମିକ ରୀତିନୀତି ଅନୁସାରେ ମୁଁ ମରିଗଲା ପରେ ମୋର ଅନ୍त्यେଷ୍ଟିକ୍ରିୟା ସମ୍ପାଦନ କରାଯିବ। ସେ ଯେକୌଣସି ସମ୍ପ୍ରଦାୟ ହୋଇଥାଉ ନା କାହିଁକି, ଯେକୌଣସି ଧର୍ମର ହୋଇଥାଉ ନା କାହିଁକି, ସେ ଧର୍ମର ରୀତିନୀତି ଅନୁସାରେ ଅନ୍त्यେଷ୍ଟିକ୍ରିୟା କରାଯାଇଥାଏ। ପିଲାମାନେ, ବାସଗୃହ, ଘର, ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ଧର୍ମପୀଠର ପରିଷ୍କାର ପରିଚ୍ଛନ୍ନତା ଓ ପରିବାରର ପବିତ୍ରତା ଓ ବିଶୁଦ୍ଧତା ରକ୍ଷା କରିବା ସବୁ ଭାରତୀୟଙ୍କର କର୍ତ୍ତବ୍ୟ। ଆମର ପରିବେଶ, ଆମର ବାସଗୃହ, ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ଧର୍ମପୀଠ ଏସବୁକୁ ପରିଷ୍କାର ରଖିବା ପ୍ରତ୍ୟେକ ଭାରତୀୟଙ୍କର କର୍ତ୍ତବ୍ୟ। ଏହା ଆମର ଏକ ସାମାଜିକ ପରମ୍ପରା। ପିଲାମାନେ, ଠିକ୍ ସେହିଭଳି ପର୍ବପର୍ବାଣୀ ପାଳନ ଆମ ଭାରତୀୟ ପରମ୍ପରାର ଗୋଟିଏ ଅଂଶ। ତୁମେମାନେ ନିଜ ଘରେ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ପାଳନ କରୁଛ। ଆମର ସେ ଦୀପାବଳି ହୋଇପାରେ, ଦୁର୍ଗା ପୂଜା ହୋଇପାରେ, ଆମର ବଡ଼ବଡ଼ୁଆ ହୋଇପାରେ, ବିଭିନ୍ନ ପ୍ରକାର ଯାନିଯାତ୍ରା। କିନ୍ତୁ ଏହି ପର୍ବପର୍ବାଣୀ ହେଉଛି ଆମ ଭାରତୀୟ ସମାଜର ଗୋଟିଏ ପରମ୍ପରାର ଅଙ୍ଗ। ସନ୍ତାନର ଜନ୍ମ, ନାମକରଣ, ଅନ୍ନପ୍ରାଶନ, ବିଦ୍ୟାରମ୍ଭ, ଉନ୍ନୟନ ଓ ବିବାହ ସମୟରେ ପରିବାରରେ ଆନନ୍ଦ ଖେଳାଇ ଦେଇଥାଏ। ଆମ ଭାରତରେ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ପାଳନ ହେଉଛି। ତା ସହିତ ଯେତେବେଳେ ଗୋଟିଏ ଘରେ ଛୋଟିଆ ଶିଶୁଟିଏ ଜନ୍ମ ନେଇଥାଏ, ତା'ର ଜନ୍ମଠାରୁ ଆରମ୍ଭ କରି ତା'ର ବିଦ୍ୟାରମ୍ଭ ହେଉ, ଅନ୍ନପ୍ରାଶନ ହେଉ, ବ୍ରତବନାୟନ ହେଉ, ବିବାହ ହେଉ, ଏହା ଗୋଟିଏ ଉତ୍ସବ ରୂପେ ପାଳନ କରାଯାଏ। ତୁମ ସମ୍ମୁଖରେ ଭାରତରେ ବିଭିନ୍ନ ପ୍ରକାର ବିବାହର ଗୋଟିଏ ଫଟୋଚିତ୍ର ଅଛି। ଏହା ଆମକୁ ଆମୋଦ ପ୍ରମୋଦ ଦେଇଥାଏ। ଭାରତରେ ଏହିଭଳି ପର୍ବପର୍ବାଣୀ, ଏହିଭଳି ଉତ୍ସବ ଆଉ ବିଶ୍ୱର କୌଣସି ପ୍ରାନ୍ତରରେ ଆମେ ଦେଖିବାକୁ ପାଇବା ନାହିଁ। ଆମ ଭାରତର କେତେକ ପ୍ରଧାନ ଉତ୍ସବ ହେଉଛି ହୋଲି, ଶ୍ରୀରାମ ନବମୀ, ଗୁଡ଼ ଫ୍ରାଇଡ଼େ, ଦଶହରା, ଦୀପାବଳି, ଗଣେଶ ଚତୁର୍ଥୀ, ବୁଦ୍ଧ ପୂର୍ଣ୍ଣିମା, ରକ୍ଷାବନ୍ଧନ, ଗୁରୁ ପୂର୍ଣ୍ଣିମା, ଏସବୁ ଯେତେକ ସବୁ ପର୍ବପର୍ବାଣୀ ଅଛି, ସବୁ ଆମ ଭାରତରେ ପାଳନ କରାଯାଏ। ପିଲାମାନେ, ଏବେ ଆମେ ସାମାଜିକ ପରମ୍ପରା ଭାରତର ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିସାରିଲେ। ଏବେ ଚାଲ ଆଉ ଗୋଟିଏ ପରମ୍ପରା ବିଷୟରେ ଆଲୋଚନା କରିବା। ତାହା ହେଉଛି ଧାର୍ମିକ ପରମ୍ପରା, ଯାହା ଆମର ଧର୍ମ ସହିତ ଜଡ଼ିତ। ସେହି ଧାର୍ମିକ ପରମ୍ପରାକୁ ମଧ୍ୟ 5ଟି ପର୍ଯ୍ୟାୟରେ ଆମେ ବିଭକ୍ତ କରିବା। ପ୍ରଥମ ପର୍ଯ୍ୟାୟରେ ଆଲୋଚନା କରିବା ଆଧ୍ୟାତ୍ମିକତା, ଦ୍ୱିତୀୟରେ ଉଦାରତା, ତୃତୀୟରେ ମୂର୍ତ୍ତି ପୂଜା, ଚତୁର୍ଥରେ ପୂଜା ବିଧି ଏବଂ ପଞ୍ଚମ ପର୍ଯ୍ୟାୟରେ ଧର୍ମ ବିଶ୍ୱାସ। ଚାଲ ଆମେ କ୍ରମାନ୍ୱୟରେ ଆଲୋଚନା କରିବା। ଆଧ୍ୟାତ୍ମିକତା, ଧାର୍ମିକ ପରମ୍ପରାର ପ୍ରଥମ ପର୍ଯ୍ୟାୟ ଆଧ୍ୟାତ୍ମିକତା। ଭାରତୀୟମାନେ ସାଧାରଣ ଭାବରେ ଦୃଢ଼ ଭଗବତ ବିଶ୍ୱାସୀ, ସମସ୍ତେ ଦୃଢ଼ ଭଗବତ ବିଶ୍ୱାସୀ। ଆମର ଚାଲ ଫେରିଯିବା ଋଗ୍ବେଦ ସମୟରୁ ଭାରତରେ ଏକେଶ୍ୱରବାଦ ବିଶ୍ୱାସର ପରମ୍ପରା ରହିଅଛି। ଏକ ଈଶ୍ୱର। ଋଗ୍ବେଦ ସମୟରୁ ତୁମ ସମ୍ମୁଖରେ ଋଗ୍ବେଦର ଗୋଟିଏ ଫଟୋଚିତ୍ର ଅଛି। ଆମ ଭାରତରେ ମୁସଲମାନ ଓ ଖ୍ରୀଷ୍ଟିଆନମାନେ ମଧ୍ୟ ଏକେଶ୍ୱରବାଦରେ ବିଶ୍ୱାସ କରନ୍ତି। ଭାରତୀୟମାନେ ଈଶ୍ୱର ଭକ୍ତି ଉପରେ ଗୁରୁତ୍ୱ ଦିଅନ୍ତି। ପରମାତ୍ମା ସହିତ ଜୀବାତ୍ମା ବା ଆତ୍ମାର ସମ୍ପର୍କ ପାଇଁ କର୍ମ, ଜ୍ଞାନ ଓ ଭକ୍ତି ମାର୍ଗ, ଏଇ ତା ମଧ୍ୟରୁ ଭକ୍ତି ମାର୍ଗକୁ ସମସ୍ତେ ଗ୍ରହଣ କରିଛନ୍ତି। ସ୍ୱୟଂସିତ ଓ ସର୍ବଶକ୍ତିମାନ ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ସ୍ଥାପନ କରିବା, ତାଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବରେ ଆତ୍ମସମର୍ପଣ କରିବା ପ୍ରତ୍ୟେକ ଧର୍ମାବଲମ୍ବୀ ନିଜ ଧର୍ମର ମୂଳନୀତି ବୋଲି ବିଶ୍ୱାସ କରନ୍ତି। ଆଧ୍ୟାତ୍ମିକ ଚେତନା ବଳରେ ସବୁ ଧର୍ମର ମଣିଷ ଏକାକାର ହୋଇପାରିବ ବୋଲି ପ୍ରତ୍ୟେକ ଭାରତୀୟଙ୍କର ବିଶ୍ୱାସ। ତୁମ ସମ୍ମୁଖରେ କିଛି ମହାପୁରୁଷଙ୍କର ଫଟୋଚିତ୍ର ଅଛି।
ରାମାନୁଜାଚାର୍ଯ୍ୟ, ଶଙ୍କରାଚାର୍ଯ୍ୟ, ତୁକାରାମ, ପ୍ରଭୁ ଶ୍ରୀ ଚୈତନ୍ୟ ଏବଂ ସ୍ୱାମୀ ବିବେକାନନ୍ଦ ଏମାନେ ନିଜ ଧର୍ମବାଣୀ ମାଧ୍ୟମରେ ଆମ ଭାରତୀୟ ସମାଜରେ ଏକ ଆଧ୍ୟାତ୍ମିକତାର ବାତାବରଣ ସୃଷ୍ଟି କରିଥିଲେ। କେବଳ ସେତିକି ନୁହେଁ ପିଲାମାନେ, ଉଦାରତା ମଧ୍ୟ ଭାରତର ଏକ ଧାର୍ମିକ ପରମ୍ପରାର ନମୁନା। ଭାରତୀୟ ଧର୍ମ କ୍ଷେତ୍ରରେ ଉଦାରତା ଏକ ମହତ୍ତ୍ୱପୂର୍ଣ୍ଣ ପରମ୍ପରା। ସିନ୍ଧୁ ସଭ୍ୟତାର ଧର୍ମକୁ ଭାରତର ପ୍ରାଚୀନତମ ସଂଗଠିତ ଧର୍ମ ବୋଲି କୁହାଯାଏ। ଖ୍ରୀଷ୍ଟ ଧର୍ମର 3000 ବର୍ଷ ପୂର୍ବରୁ ଆମର ଭାରତରେ ଗଢ଼ି ଉଠିଥିବା ସିନ୍ଧୁ ସଭ୍ୟତା ତାର ଧର୍ମକୁ ଭାରତର ପ୍ରାଚୀନତମ ସଂଗଠିତ ଧର୍ମ ବୋଲି କୁହାଯାଏ। ତାପରେ ଯେତେବେଳେ ବୈଦିକ ଯୁଗ ଆସିଗଲା, ବ୍ରାହ୍ମଣ ଧର୍ମ ନାମରେ ଏକ ବିଧିବଦ୍ଧ ଭାବରେ ପ୍ରବର୍ତ୍ତନ ହୋଇ ପରବର୍ତ୍ତୀ ସମୟରେ ତାହା ହିନ୍ଦୁ ଧର୍ମ ନାମରେ ପରିଚିତ ହେଲା। ତୁମର ଗୋଟିଏ ଫଟୋଚିତ୍ର ଅଛି, ତାହା ହେଉଛି ବୈଦିକ ଯୁଗର ବ୍ରାହ୍ମଣ ଧର୍ମ, ଯାହାକୁ ଆମେ କହୁଛେ ହିନ୍ଦୁ ଧର୍ମ। ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀରେ ଆମର ଭାରତବର୍ଷରେ ଜୈନ ଧର୍ମ ଓ ବୌଦ୍ଧ ଧର୍ମ ଜନ୍ମ ଲାଭ କଲା। ସମ୍ରାଟ ଅଶୋକ ନିଜେ ଥିଲେ ଜଣେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ନିଜେ, କିନ୍ତୁ କୌଣସି ପ୍ରଜା ଉପରେ ଏହା ଜୋର ଜବରଦସ୍ତ ଲଦି ଦେଇନଥିଲେ, ବରଂ ସେ ସବୁ ପନ୍ଥକୁ ସମ୍ମାନ ଦେଇଥିଲେ। ତୁମ ସମ୍ମୁଖରେ ଅଛି ମହାରାଜା ଅଶୋକଙ୍କର ଫଟୋଚିତ୍ର, ତାପରେ ଗୌତମ ବୁଦ୍ଧଙ୍କର, ମହାବୀର ଜିନଙ୍କର। ସମସ୍ତେ ନିଜ ଧର୍ମବାଣୀ ପ୍ରଚାର କରିଥିଲେ, କାହା ଉପରେ ଜୋର ଜବରଦସ୍ତ ନିଜର ମତବାଦକୁ ଲଦି ଦେଇନଥିଲେ। ଆକବର ମଧ୍ୟ 1581 ଖ୍ରୀଷ୍ଟାବ୍ଦରେ ଦିନ ଇଲାହି ଘୋଷଣା କରିଥିଲେ। ତୁମେ ଦେଖିପାରୁଛ ଆକବର ଏବଂ ଦିନ ଇଲାହିର ଗୋଟିଏ ଲୋଗୋ। ଭକ୍ତିବାଦ ତାପରେ ଆସିଥିଲା। ଶିଖ ଧର୍ମ ଓ ବ୍ରାହ୍ମ ମତ ଭାରତୀୟ ଦ୍ୱାରା ଆଦର ସହିତ ଗ୍ରହଣ କରାଗଲା। ସବୁ ଧର୍ମକୁ ସମାନ ଭାବରେ ଆମ ଭାରତୀୟ ସମାଜ ସ୍ୱୀକୃତି ପ୍ରଦାନ କରିଛି। ପିଲାମାନେ, ମୂର୍ତ୍ତି ପୂଜା ମଧ୍ୟ ଭାରତୀୟ ସମାଜର ଏକ ପରମ୍ପରା। ସିନ୍ଧୁ ସଭ୍ୟତାର ମୋହରକୁ ଯଦି ଆମେ ଦେଖିବା, କାଳୀ ବା ଦୁର୍ଗା ଓ ପଶୁପତିନାଥ ବା ଶିବଙ୍କର ପ୍ରତିମୂର୍ତ୍ତି ଦେଖାଯାଏ। ତୁମ ସମ୍ମୁଖରେ ଅଛି ଗୋଟିଏ ଫଟୋଚିତ୍ର, ଯାହା ଆମର ମୂର୍ତ୍ତି ପୂଜାକୁ ଦର୍ଶାଉଛି ସିନ୍ଧୁ ସଭ୍ୟତାରେ। କେତେକ ଧର୍ମରେ ପ୍ରକୃତି ପୂଜା ଓ ଧର୍ମଗ୍ରନ୍ଥ ପୂଜାର ପରମ୍ପରା ମଧ୍ୟ ରହିଛି। ପିଲାମାନେ, ତୁମ ନିଜ ଅଞ୍ଚଳରେ ଦେଖିଥିବ, ବରଗଛ ହେଉ, ଓସ୍ତ ଗଛ ହେଉ, ବା ଯାହାକୁ କହୁଛି ଅଶ୍ୱତ୍ଥ ଗଛ, ନିମ୍ବ ଗଛ ହେଉ, ବେଲ ଗଛ ହେଉ, ବିଭିନ୍ନ ପ୍ରକାର ଗଛକୁ ପୂଜା କରିବା ଆମ ଭାରତୀୟ ପରମ୍ପରା ରହିଛି। ତା ସହିତ ତୁଳସୀ ଗଛକୁ ମଧ୍ୟ ଆମ ଭାରତରେ ପୂଜା କରାଯାଏ। ଠିକ୍ ସେହିଭଳି ଆମ ଭାରତରେ ପୂଜାବିଧି ଧାର୍ମିକ ପରମ୍ପରାର ଏକ ଅଂଶ। ଆମର ପୂଜାବିଧି ବିଭିନ୍ନ ଧର୍ମ, ବିଭିନ୍ନ ପନ୍ଥ, ବିଭିନ୍ନ ସମ୍ପ୍ରଦାୟ ଅନୁସାରେ ଅଲଗା ଅଲଗା। କେତେକ ଧର୍ମାବଲମ୍ବୀ ସପ୍ତାହରେ କେତେକ ନିର୍ଦ୍ଦିଷ୍ଟ ଦିନରେ ଯାଆନ୍ତି, କେତେଜଣ ପ୍ରତିଦିନ ଯାଆନ୍ତି, କେତେଜଣ ପ୍ରତିବର୍ଷରେ ତାଙ୍କର ଧାର୍ମିକ ପର୍ବରେ ଏକ ସର୍ବସାଧାରଣ ସ୍ଥାନରେ ଏକାଠି ହୋଇଥାନ୍ତି। ଏହି ପର୍ବ ହୋଇପାରେ ଆମର ଦୁର୍ଗା ପୂଜା ହୋଇପାରେ, ରାମନବମୀ ହୋଇପାରେ, ଆମର ଦୀପାବଳି ହୋଇପାରେ, ଗଣେଶ ଚତୁର୍ଥୀ ହୋଇପାରେ, ବୁଦ୍ଧ ପୂର୍ଣ୍ଣିମା ହୋଇପାରେ, ଗୁରୁ ପୂର୍ଣ୍ଣିମା ହୋଇପାରେ। ଏସବୁ କ୍ଷେତ୍ରରେ ଆମର ପୂଜା ପଦ୍ଧତି ଅଲଗା ଅଲଗା, ଭିନ୍ନ ଭିନ୍ନ। ଜୈନମାନେ ନିଜ ମତବାଦ ଅନୁସାରେ ପୂଜା କରିଥାନ୍ତି, ବୌଦ୍ଧମାନେ ମଧ୍ୟ, ଖ୍ରୀଷ୍ଟିଆନମାନେ, ମୁସଲିମମାନେ, ହିନ୍ଦୁମାନେ ନିଜର ଧାର୍ମିକ ରୀତିନୀତି ଅନୁସାରେ ଆମ ଭାରତରେ ପୂଜାର୍ଚ୍ଚନା କରିଥାନ୍ତି। ଠିକ୍ ସେହିଭଳି ଧର୍ମ ବିଶ୍ୱାସ ଆମ ଭାରତର ଏକ ଧାର୍ମିକ ପରମ୍ପରା। ଭାରତରେ ବିଭିନ୍ନ ଧର୍ମ ପ୍ରଚଳିତ ହେଉଥିଲେ ମଧ୍ୟ ଧର୍ମ ମତ ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ଆତ୍ମାର ଅମରତ୍ୱ, କର୍ମବାଦ, ପୁନର୍ଜନ୍ମ ଓ ମୋକ୍ଷ ପ୍ରାପ୍ତିରେ ବିଶ୍ୱାସ କରନ୍ତି। ଏବଂ ଆମର ଧର୍ମ ପାଳନରେ ଦୃଢ଼ କରିବା ପାଇଁ ହିନ୍ଦୁମାନଙ୍କ ଚତୁର୍ଧାମ ଅଛି। ଆମର 4ଟି ଧାମ, ରାମେଶ୍ୱରମ ଧାମ ହୋଇପାରେ, ଦ୍ୱାରକା ଧାମ ହୋଇପାରେ, ବଦ୍ରୀ ଧାମ ହୋଇପାରେ, ଆମର ପୁରୀଠାରେ ଅବସ୍ଥିତ ପ୍ରଭୁ ଶ୍ରୀ ଜଗନ୍ନାଥ ଧାମ ହୋଇପାରେ। ଏହି 4 ଧାମ ଆମମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ସହିତ ଏକ ନୂତନ ଧାର୍ମିକ ପରମ୍ପରାର ବାର୍ତ୍ତା ପ୍ରଦାନ କରୁଛି। ପିଲାମାନେ, ଆଜି ଆମେ ଏହି ଅଧ୍ୟାୟରେ ଆଲୋଚନା କଲେ ଭାରତର ସାମାଜିକ ପରମ୍ପରା ଓ ଧାର୍ମିକ ପରମ୍ପରା ବିଷୟରେ। ସାମାଜିକ ପରମ୍ପରା ଭିତରେ ଆମେ ଆଲୋଚନା କଲେ ପରିବାର, ବିବାହ, ନୈତିକ ମୂଲ୍ୟବୋଧ, ନୈତିକ କର୍ତ୍ତବ୍ୟ,
ପର୍ବପର୍ବାଣୀ ପାଳନ ଏବଂ ଧାର୍ମିକ ପରମ୍ପରାରେ ଆଧ୍ୟାତ୍ମିକତା, ଉଦାରତା, ମୂର୍ତ୍ତି ପୂଜା, ପୂଜାବିଧି ଏବଂ ପରିଶେଷରେ ଆଲୋଚନା କଲେ ଧର୍ମ ବିଶ୍ୱାସ। ଆଉ ଯେଉଁ 3ଟି ପରମ୍ପରା ରହିଲା ତାହା ଆଗାମୀ ଅଧ୍ୟାୟରେ ଆଲୋଚନା କରିବା। ପିଲାମାନେ, ସମୟ ତ ଆମକୁ ଇସାରା କଲାଣି। ତୁମେମାନେ ଏହି ଅଧ୍ୟାୟକୁ ମନ ଭରି ଦେଖୁଥିବାରୁ, ଶୁଣୁଥିବାରୁ ତୁମ ସମସ୍ତଙ୍କୁ ଧନ୍ୟବାଦ। ଜୟ ହିନ୍ଦ।